Good morning. Welcome to SK Education Track. Plus 2 ବାର୍ଷିକ ପରୀକ୍ଷାରେ NCERTର ଷ୍ଟୁଡେଣ୍ଟମାନେ ଭଲ ନମ୍ବର ରଖୁଛନ୍ତି, SCERTର ଷ୍ଟୁଡେଣ୍ଟମାନେ ଭଲ ନମ୍ବର ରଖୁନାହାନ୍ତି। ଏହାକୁ ନେଇ ଅନେକ ଚର୍ଚ୍ଚା ହୁଏ। ଗଣମାଧ୍ୟମରେ ଆପଣ ମଧ୍ୟ ଦେଖୁଛନ୍ତି ବିଭିନ୍ନ ଚର୍ଚ୍ଚା। ଏହି ଚର୍ଚ୍ଚା ଭିତରେ ଗୋଟିଏ ପ୍ରଶ୍ନ ଆସୁଛି ଆମ ମନକୁ ଯେ SCERTରେ ମାଳ ମାଳ ବହି କିନ୍ତୁ NCERTରେ ନିର୍ଦ୍ଦିଷ୍ଟ ବହି। ଆପଣ ଦେଖନ୍ତୁ, ଯଦି ଆମେ +2ର ପଲିଟିକାଲ ସାଇନ୍ସକୁ ଦେଖିବା, +2ରେ ପଲିଟିକାଲ ସାଇନ୍ସ ବା ଯେଉଁ ବହି ପିଲାମାନେ ପଢ଼ୁଛନ୍ତି, SCERTରେ ବିଭିନ୍ନ କମ୍ପାନୀ ବିଭିନ୍ନ ଅଥରର ବହି ସେମାନେ ପଢ଼ୁଛନ୍ତି। କିନ୍ତୁ NCERTରେ ପଲିଟିକାଲ ସାଇନ୍ସ ବା ସୋସିଆଲ ସାଇନ୍ସର ଗଭର୍ଣ୍ଣମେଣ୍ଟ ରେକମେଣ୍ଡେସନ୍ ବହି ପଢ଼ୁଛନ୍ତି। ତାହେଲେ ଏଥିରେ ତ ବଡ଼ ପାର୍ଥକ୍ୟ ଆସିଲା। ଯେତେବେଳେ ଇତିହାସ ପାଇଁ SCERTର ଷ୍ଟୁଡେଣ୍ଟମାନେ ଅନେକ ବହି ଫଲୋ କରୁଛନ୍ତି, ସେତେବେଳେ NCERTର ଷ୍ଟୁଡେଣ୍ଟମାନେ ଗୋଟେ ବହି ଫଲୋ କରୁଛନ୍ତି। ଆଉ ଗୋଟେ ବହି ଫଲୋ କରି ଯେଉଁ ପ୍ରଶ୍ନ ଉତ୍ତର ଲେଖୁଛନ୍ତି ସେମାନେ, ସେ ପ୍ରଶ୍ନ ଗୁଡ଼ିକ କ୍ରିଏଟିଭିଟି ରହୁଛି ଏବଂ ଷ୍ଟାଣ୍ଡାର୍ଡ଼ ରହୁଛି, ଯାହାଦ୍ୱାରା ଗୋଟିଏ ବହିକୁ ଫଲୋ କରିବା ପାଇଁ ସେମାନଙ୍କୁ ବହୁତ ସୁଯୋଗ ମିଳୁଛି। ଯାହାଦ୍ୱାରା NCERTରେ ବା NCERTର ବୋର୍ଡ଼ରେ ପରୀକ୍ଷା ଦେଉଥିବା +2 ଭାଇ ଭଉଣୀମାନେ ଉଚ୍ଚ ନମ୍ବର ରଖିଥାନ୍ତି। ଆପଣ ଦେଖିବେ 90+ ତାଙ୍କର ସବୁବେଳେ ରୁହେ ପରସେଣ୍ଟେଜ। କିନ୍ତୁ SCERTରେ ଆପଣ ଦେଖିବେ 80 ହେଲେ ଯଥେଷ୍ଟ, ଯାହା ଚର୍ଚ୍ଚା ହୁଏ। ଏହି ଚର୍ଚ୍ଚାକୁ ଆମେ ଟିକିଏ ଆପଣମାନଙ୍କ ପାଇଁ ଦୃଷ୍ଟି ଆକର୍ଷଣ କରୁଛୁ ଯେ +2ରେ ଏକାଧିକ ବହି ବ୍ୟବହାର କରିବାକୁ ବନ୍ଦ କରିଦିଆଯାଉ। କାରଣ NCERTରେ ଗୋଟିଏ ବହି ଗୋଟିଏ ଟାର୍ଗେଟରେ ପାଠ ପଢ଼ାଯାଏ। ମାଳ ମାଳ ବହି ତାଙ୍କର ନାହିଁ। ନୋଟ୍ସ ବୁକ୍ ମାଳ ମାଳ ଥାଇପାରେ, କିନ୍ତୁ ଟେକ୍ସଟ ବୁକ୍ ମାଳ ମାଳ ନାହିଁ। କିନ୍ତୁ SCERTରେ ଟେକ୍ସଟ ବହି ଗୁଡ଼ିକ ମଧ୍ୟ ମାଳ ମାଳ ରହିଛି। ତାହେଲେ ପାଠ୍ୟପୁସ୍ତକ ମଧ୍ୟ ପିଲାମାନଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। NCERTର ଷ୍ଟୁଡେଣ୍ଟମାନେ ଜାଣନ୍ତି ଯେ ଏ ବହିରୁ ପ୍ରଶ୍ନ ଆସିବ, ତେଣୁ ସେ ଗୋଟେ ବହିକୁ ସେ ଟାର୍ଗେଟ୍ କରନ୍ତି। କିନ୍ତୁ SCERTରେ ଗୋଟେ ବହିକୁ ଟାର୍ଗେଟ୍ କରିପାରୁନାହାନ୍ତି, କାରଣ ବିଭିନ୍ନ ଅଥର ବିଭିନ୍ନ ବହି ଲେଖୁଛନ୍ତି। ପଲିଟିକାଲ ସାଇନ୍ସ 10ଟା ଅଥର ବହି ଥିବ, 10ଟା କମ୍ପାନୀର ବହି ଥିବ। ହିଷ୍ଟ୍ରିର 10ଟା କମ୍ପାନୀର ବହି ଥିବ, 10ଟା ଅଥର ବହି ଥିବ। ଇକୋନୋମିକ୍ସର, ସୋସିଓଲୋଜିର, ସାଇକୋଲୋଜିର, ଏମିତି ଗୁଡ଼ାଏ ଅଥର ଗୁଡ଼ାଏ କମ୍ପାନୀ ଦ୍ୱାରା ପବ୍ଲିଶ ହୋଇଥାଏ। କିନ୍ତୁ NCERTରେ ତାହା ହୁଏ ନାହିଁ। ସେଥିପାଇଁ +2ରେ ରେଜଲ୍ଟରେ ଅନେକ ତାରତମ୍ୟ ରୁହେ। ଅନେକ କାରଣ ରହିଛି। ସେ କାରଣ ଭିତରୁ ଆମେ ବହିକୁ ନେଇ ଏହି ଉପସ୍ଥାପନା।